ଯିଏ ତୁମର ହେଲା ନାହିଁ ତା ଉପରେ କଦାପି ଅଧିକାର ସାବ୍ୟସ୍ତ କର ନାହିଁ। ଯିଏ ତୁମର ଯନ୍ତ୍ରଣା ଦେଖି ବୁଝିପାରିଲା ନାହିଁ ନିଜର ଦୁଃଖ ତାକୁ କହିବା ଦରକାର ନାହିଁ। ନିଜକୁ ଏତେ ଶକ୍ତିଶାଳୀ ହେବାକୁ ପ୍ରତିଜ୍ଞା କର ଯେ ଦୁନିଆରେ କୌଣସି ଜିନିଷ ତୁମର ମାନସିକ ଶକ୍ତିକୁ ଭାଙ୍ଗି ପାରିବ ନାହିଁ। ଯେତେବେଳେ ଅନ୍ୟର ଜୀବନରେ ଆପଣଙ୍କ ସ୍ଥାନରେ ଆଉ କେହି ଆସିଯାଆନ୍ତି ସେତେବେଳେ ନିଜକୁ ପଛକୁ ଫେରାଇ ନେବା ହିଁ ଭଲ। ପ୍ରାୟତଃ ମଣିଷକୁ ସେହି ସମ୍ପର୍କ ବେଶୀ କଷ୍ଟ ଦେଇଥାଏ ଯାହାକୁ ସେ ନିଜଠୁ ବେଶୀ ଇମ୍ପୋର୍ଟାନ୍ସ ଦେଇଥାଏ। ତୁମେ ମୋତେ କଣ ଆଉ ମନେଇବ? ମୁଁ ତୁମ ଉପରେ ଅଭିମାନ କରିବା ହିଁ ଛାଡ଼ି ସାରିଛି। ମୋ ମହୁ ପରି ଜୀବନ କଲରା ପରି ପିତା ହୋଇ ସାରିଛି। ଯାହାକୁ ମୁଁ ମୋ ହୃଦୟ ଦେଇ ଭଲ ପାଉଥିଲି ସେ ମୋତେ ଆଜି ଏକୁଟିଆ ଛାଡ଼ି ଦେଇଛି। ଜୀବନର ସବୁଠାରୁ ଖୁସି ଲୋକ ହେଉଛନ୍ତି ସେହିମାନେ ଯେଉଁମାନେ ଏକାକୀ ରହିବାର କଳା ଶିଖି ସାରିଛନ୍ତି। ସେହି ଲୋକେମାନେ ବହୁତ ଶକ୍ତିଶାଳୀ ଅଟନ୍ତି ଯାହାର ଆଉ ହରାଇବାକୁ କିଛି ନାହିଁ। କାହାକୁ ପରାସ୍ତ କରିବାକୁ ଆଗ୍ରହୀ ନୁହେଁ, କେବଳ ନିଜକୁ ଆଗେଇ ନେବା ହିଁ ଆମର ଇଚ୍ଛା ଅଛି। କିଛି ସମ୍ପର୍କ ଭାଙ୍ଗିଗଲା ପରେ ବି କେବେ ଶେଷ ହୁଏ ନାହିଁ। ଯେଉଁଦିନ ତୁମେ ତୁମ ଜୀବନରେ ମୋତେ ଖୋଜିବ ତୁମେ ନିଜକୁ କ୍ଷମା କରିପାରିବ ନାହିଁ। ମୋତେ ଲାଗୁଥିଲା ମୋ ସମ୍ପର୍କ ବହୁତ ମଜବୁତ ବୋଲି, କିନ୍ତୁ ଯେତେବେଳେ ମୁଁ ପଛକୁ ବୁଲି ଚାହିଁଲି ମୋ ସହିତ କେହି ନଥିଲେ। ଯେଉଁ ସମ୍ପର୍କ ଦୁଃଖ ବେଳେ ତୁମ ପାଖରେ ନଥିଲା ସେ ସାରା ଜୀବନ ତୁମ ସହ ଥାଇ ବି ତା ନଥିବା ସହ ସମାନ। ଯେଉଁମାନଙ୍କ ଉପରେ ଆମେ ବେଶୀ ଆଶା ରଖୁ ସେହି ଲୋକେ ଆମ ଜୀବନରେ ବେଶୀ କଷ୍ଟ ଦିଅନ୍ତି। ଯେଉଁ ଜିନିଷ ତୁମେ ନିଜେ କମେଇ ପାରିବ ତାକୁ ଅନ୍ୟ କାହାକୁ ମାଗି ନିଜର ଗୁରୁତ୍ୱକୁ କମ୍ କର ନାହିଁ। ସେ ଟଙ୍କା ହେଉ କି ପ୍ରେମ କିମ୍ବା ସମ୍ମାନ। ନିଜର ଭଲ ପାଇବା ଉପରେ ଏତେ ବିଶ୍ୱାସ ରଖ ଯିଏ ତୁମକୁ ହରେଇବ ଦିନେ ସେ ବହୁତ କାନ୍ଦିବ। ଆବଶ୍ୟକଠାରୁ ବେଶୀ ଭଲ ହେବା ଦିନେ ନିଜ ମୁହଁରେ ନିଜେ ଚାପୁଡ଼ ମାରିଥାଏ। ଏକ ସଫା ହୃଦୟ ଥିବା ମଣିଷ ଏ ଦୁନିଆରେ କେବେ ବଞ୍ଚିପାରିବ ନାହିଁ, କାରଣ ସେ ନିଜର ଖରାପକୁ ସହ୍ୟ କରିପାରନ୍ତି କିନ୍ତୁ ସେ ଅନ୍ୟ କାହା ପ୍ରତି ଖରାପ କାମ କରିପାରିବେ ନାହିଁ। ଦର୍ଶକ ବନ୍ଧୁ, ଭିଡ଼ିଓ ଯଦି ଭଲ ଲାଗିଥାଏ ଭିଡ଼ିଓକୁ ଲାଇକ୍ କରିବେ। ଚ୍ୟାନେଲରେ ନୂଆ କରି ଆସିଥିଲେ ଚ୍ୟାନେଲକୁ ନିଶ୍ଚିତ ସବସ୍କ୍ରାଇବ୍ କରିବେ। ଆଉ ଏହାକୁ ନେଇ ଆପଣଙ୍କ ମତାମତ କ'ଣ କମେଣ୍ଟରେ ନିଶ୍ଚିତ ଜଣାଇବେ।